শ্রীমদ ভাগবত কথা জ্ঞান যজ্ঞ অনুষ্ঠিত বଲାଙ୍ଗୀର ଜିଲ୍ଲାର ବୁବେଲ ଗ୍ରାମ ପଞ୍ଚାୟତର ମହିମା ରାଇସ୍ ମିଲ୍ ପରିସରରେ ଶ୍ରୀମଦ୍ ଭାଗବତ କଥା ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଜ୍ଞାନଯଜ୍ଞର କର୍ତ୍ତା ଭାବରେ ଶ୍ରୀମତୀ ମୁନିବାଇ ଅଗ୍ରୱାଲ ଓ ଛତ୍ରଧାରୀ ଅଗ୍ରୱାଲ କାର୍ଯ୍ୟ ତୁଲାଉଛନ୍ତି। ଏହି ଜ୍ଞାନ ଯଜ୍ଞରେ ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ଯୋଗଦେଇ ଭାଗବତ କଥା ମୃତ ଶ୍ରବଣ କରୁଛନ୍ତି। ନର୍ମଦେଶ୍ୱର ଭଗବାନଙ୍କର ଅପାର କରୁଣାରୁ ଆଜି ତୃତୀୟ ବର୍ଷ ଭଗବତ ସପ୍ତାହ ପାରାୟଣ ଏବଂ କଥାମୃତ ଶ୍ରବଣ କରିବା ପାଇଁ ଏ ଅଞ୍ଚଳର 10-15 ଖଣ୍ଡ ଗାଁରୁ ଲୋକ ଆସନ୍ତି ଏବଂ ଉଦ୍ଦେଶ୍ୟ ହେଲା ଯେ ଜଣେ ଲୋକଙ୍କୁ ମଧ୍ୟ କେମିତି ପରିବର୍ତ୍ତନ କରାଯାଇପାରିବ। ଭଗବତ ମାଧ୍ୟମରେ ଜନସଚେତନତା ଆରମ୍ଭ କରିକିରି ଲୋକଙ୍କର ମନରେ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ପାଇଁ ଏହାର ମୂଳ ଉଦ୍ଦେଶ୍ୟ ଏବଂ ପ୍ରତିଦିନ ସନ୍ଧ୍ୟା 4ଟାରୁ ଆରମ୍ଭ ହୁଏ ଏବଂ ସନ୍ଧ୍ୟା 7:30ଟାରେ ଏଇଟା ତାର କାର୍ଯ୍ୟକ୍ରମ ଆଗକୁ ଯାଏ ଏବଂ ଶହ ଶହ ଲୋକ ଏଠି ପ୍ରସାଦ ପାଆନ୍ତି ଏବଂ ସୁରୁଖୁରୁରେ ଭଗବତ ଆଲୋଚନା ଏବଂ ହରେ ରାମ ହରେ କୃଷ୍ଣ ମହାମନ୍ତ୍ରରେ ଏହି ଏରିଆ ନର୍ମଦେଶ୍ୱର ବାବାଙ୍କରେ ପ୍ରକମ୍ପିତ ହେଉଛି।